ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜି ସକାଳୁ ସକାଳୁ ଆମ ଘରେ ରୋଷେଇବାସ ଆରମ୍ଭ ହେଇଗଲାଣି, କାରଣ ଯେହେତୁ ବାର ରହିଛି ତ ବାର ଶୁକ୍ରବାର ଆଉ ବୁଧବାର ହେଲେ ମାନେ ସକାଳୁ ରୋଷେଇ ଆରମ୍ଭ ହେଇଯିବ। କାରଣ ଆଇଁଷ ବାରି, ତ ଆଇଁଷ ବାରି ମାତ୍ରକେ ଘରେ ଆଇଁଷ ନ ସେମିତି ତ ହବନି। ସେମିତି ପୁନେଇ ସଂକ୍ରାନ୍ତି ପଡ଼ିଯାଇଛି ତ ସେଟା ଅଲଗା କଥା, କିନ୍ତୁ ଯଦି ପୁନେଇ ସଂକ୍ରାନ୍ତି ନ ପଡ଼ିଛି ତ ଆଇଁଷ ଆସିବା କଥା ଆସିବ। ତ ଆଜି ଆମକୁ ଆସିଥିଲା ରୋହି ମାଛ, ତା ସହିତ ପୁଣି ମଟନ୍। ତ ମାଆ କହିଥିଲା ଫଟାଫଟ ଭାଜିଦେ ମାଛକୁ ବାଛି ବୁଛିକିନି। ତ ବାଛିବୁ କ'ଣ, ସେ ତ କଟା ହିସାବରେ ଅଲରେଡ଼ି ଆସିଥାଏ, ଖାଲି ତାକୁ ଭଲସେ ଧୋଇବାର ଅଛି କାଟିବା ଟିକେ ଦେଖିକି। ତାପରେ ତ ବଢ଼ିଆ ସେ ଧୋଇ ଧାଇକିନି ରୂପା କ'ଣ କରିଥିଲା ନା ଭାଜି ଦେଇଥିଲା, ପୁରା କଡ଼କଡ଼ ତେଲରେ ଭଲସେ ଦେଖିପାରୁଥିବ ଭାଜି ଦେଇଥିଲା। ତାପରେ ମାଆ ତାକୁ ବଢ଼ିଆ ସେ ଗୋଟେ ମସଲା କରିଥିଲା, କାରଣ ସକାଳୁ ଆମର ସମସ୍ତେ ଖାଇବେ ପଖାଳ ଆଉ ମାଛ। ତ ଯେମିତି ବାର ଆସିବ ଖାଲି ସକାଳୁ ତାଙ୍କର ପଖାଳ ଦରକାର, ମାଛ ପଖାଳ ଖାଇବେ। ତାପରେ ଖରାବେଳକୁ ମଟନ୍ ଖାଇବେ, ରାତିରେ ପୁଣି ଚିକେନ୍ ଖାଇବେ, ଏମିତି ଖାଲି ଆଇଁଷ ହିଁ ଆଇଁଷ। ତ ଆଜିର ସ୍ପେଶିଆଲ୍ ହେଉଛି ମାଛ ମସଲା। ସକାଳୁ ମାଛ ମସଲା ବନିବ, ଖରାବେଳେ ବନିବ ମଟନ୍ ଟିକେ, ତାପରେ ରାତିରେ ଯାହା ବି ଏକ୍ସଟ୍ରା ବନିବ, ନହେଲେ ମଟନ୍ ରହିଲେ ରାତିରେ ଖିଆ ହେବ, ସେମିତି କିଛି ନାହିଁ। ତ ଯଦି ବଳିଲା ମଟନ୍ ତ ମଟନ୍ ଖାଇଦେବୁ ରାତିରେ, ନହେଲେ ଏକ୍ସଟ୍ରା କିଛି ଆଣି ଖାଇବୁ। ତ ଚାଲ ଦେଖିବା ପୁରା ବ୍ଲଗ୍ ଭିଡ଼ିଓ। ତ ରୂପା ଏବେ ଭାଜି ଦେଉଛି ମାଛକୁ, ପୁରା ବଢ଼ିଆ ସେ କଡ଼କଡ଼ କରିକି ଭାଜିଦେବ। ମୋତେ ତ ମାଛ ଜମା ଭାଜି ଆସେନି, ସେ ତାର ମାଛ ଭାଜୁଥିଲା, ମୁଁ ଠିକ୍ ତାର ଦେଖୁଥିଲି। ଆଉ ମୁଁ ତ ମଟନ୍ ଖାଏନି, ରୂପା ବି ମଟନ୍ ଖାଏନି, ଆମେ ଦୁଇ ଜଣ ଖାଲି ଆଳୁ ଝୋଳ ଖାଉ। ଆଳୁ ଝୋଳ ସେଇଆକୁ ଖାଇଦେବୁ ଟିକେ। ଆଉ ମାଛ ମାଆ ଆମ ପାଇଁ ରଖିଦେବା, ମାଛ ମସଲା ଖାଇଦେବୁ। ଏବେ ତ ଆମେ ମାଛ ଖାଇବୁନି, କାରଣ ସକାଳ ଟାଇମ୍ ଆମେ ଜମା ବି ଖାଇପାରୁନା ପଖାଳ। ପଖାଳ ସକାଳୁ ଜମା ଖାଇକି ଯିବୁନି, କାରଣ ଖରାବେଳେ ଆମେ ପଖାଳ ଖାଇବୁ। ଆମେ ସକାଳୁ ଆମର ପିଠା ଖାଇଦେବୁ। ରାତିର ଥିଲା ତରକାରୀ, ମାଆ ଯେଉଁ ଆଳୁ ଗୋଟା କରିଥିଲା ରାତିର, ସେ ରାତିର ଆଳୁ ଗୋଟା ବଳିଥିଲା, ଆଳୁ ଗୋଟା ସହିତ ଆମେ ଆମର ତରକାରୀ ଖାଇଦେବୁ। ଆଉ ତରକାରୀ ଆଳୁ ଗୋଟା ଯେଉଁଟା ଆମର ପିଠା ମାଆ କରିଦେବ ବଢ଼ିଆ ସେ ଚକୁଳି, ସରୁ ସରୁ ଚକୁଳି ପିଠା, ତାକୁ ଲଗେଇ ଆମେ ଆମର ଖାଇଦେବୁ। ଆଉ ଦିଦି ଘରିକା ତାଙ୍କର ମାଛ ଖାଇବେ। ଚାଲ ଦେଖିବା। ସବୁ ମାଛ ମା ଫ୍ରାଏ କରିଦେଲୁ? ହଁ, ଛଣା ମାଛ କେହି ଖାଇନଥାନ୍ତେ? କହିଲା ମୁଁ ତ ଚିଲି ତ ଖାଇ ମସଲା ତା ପାଇଁ ରଖେ, ତ ଖାଇବି ଫ୍ରାଏ ଆଉ। ଖାଇବୁ ଆସୁନୁ? ହଁ ଏଇ ଖାଇ ପିଠା ଖା। ବାଟିଛି କି? ଖାଲି ସବୁବେଳେ ଲଙ୍କା ଖାଇବ, ଲଙ୍କା ଲଙ୍କା ଲଙ୍କା। ଖାଇବା ମଝିରୁ ବ୍ଲଗ୍ କରୁଛୁ? ତ ଲଙ୍କା ଖାଇବା ଦେଖିକି କଲି ବ୍ଲଗ୍ଟା। ଲଙ୍କା ଖାଇବାକୁ ମୁଁ କ'ଣ କରିବି, ଲଙ୍କା ଖାଇଲି। ଚାରିଟା ଲଙ୍କା ଖାଇସାରିଲିଣି ତ ସେଥିପାଇଁ କଲି। ଆଉ ଚୋଟା ଖାଇବୁ? ଆଉ ଏଇଟା ଚାରିଟା 8ଟା କରିଦେବୁ, କାହିଁ 108ଟା କରିଦେଉନୁ। ତୁ ଚେଷ୍ଟା କରୁଛୁ।
ମୁଁ ତ ମଟନ୍ ଖାଏନି, ତ ବାଇଆନି ଖାଇବ ବାଇଆନି। ଏଇଟା ରୂପାର କଲିଜା, ତୋରି କଲିଜା ମାଙ୍କଡ଼ ଖାଇବ କଲିଜା। ଏତି ଭାତ ଖାଇବ, ମଟନ୍ ଲୋଭର ଖାସ୍ ଖାଇବ, ଖାଇବା ତ କିଛି ଉଦ୍ଦେଶ୍ୟ ନାହିଁ। ଭାତ କିଏ ଖାଉଛି, ମଟନ୍ ଦେଖି ବସିଲା। ମୁଁ ନା ମଟନ କଷା ଖାଇଲି, ବଢ଼ିଆ ଲାଗିଲା। ବଢ଼ିଆ ଲାଗିଲା ମଟନ କଷା। ହାଡ଼ ଗୋଟେ ଚୋବେଇ ଦେବୁ ମଟନ୍ର, ତୋର କ'ଣ ଅଛି? ନା ନା ମଟନ ଖାଇଲି କଟା ପିସ୍। ଆମ ଗାଁ ଛେଳିମାନଙ୍କୁ କହିଲେ ମୁଚୁରିବେ। ଆମର ଛେଳିମାନଙ୍କୁ କହିଲେ ମୁଚିଦେବେ। ଆଉ କ'ଣ କରୁଛୁ ଭଲସେ କହ। ଛୁଆ ଗୋଳେଇ ଦେଲୁ। ଭଲ ଲାଗୁଛି? କେତେ ଭଲ ଲାଗୁଛି? ଟେଷ୍ଟି ଅଛି? କଣ୍ଟା ଦେଖିକି ଖା। ଚିକେନ କଣ୍ଟା ଥିବ। ଏଠି କ'ଣ ଚିକେନ କଣ୍ଟା ଥାଏ ଚିକେନରେ? ଚିକେନ କଣ୍ଟା ଖା। ମଟନ ଖାଇବୁ? ମୁଁ ତ ଚିକେନ ତୁ ଖାଇବି। ଏତେ ଚିକିଣିଆ କଥା କହନା। ବସୁନୁ ମା। ତୋ ପୁଅ ବା କୁକୁର, ତୋ ପୁଅ ବା ନାଙ୍ଗୁର ବାଲା କୁକୁର, ତାକୁ ଦବୁ ଆଉ କ'ଣ ମଣିଷ ଖାଇବା? ମୁଁ କହିଲି ଆଉ ତ କିଛି ନାହିଁ, ତମର ବି କିଛି ବଢିଆ ଚକଟୁଛୁ ଲଙ୍କା, ତୁ ଯାହା କର। ଲୁଣ ଟିକେ ଲୁଣ ତ ଠିକ୍ ଅଛି, ଲୁଣ କାଇଁ ପକେଇବୁ? ଲଙ୍କାଟା ପକେଇଲେ ନା କମ୍ୟୁନିକେସନଟା ଠିକ୍ ହେବ। ଗରମ କରୁନୁ କାଇଁ? ତରକାରୀ ଗରମ ହେଇଛି ବା। ହ୍ୟାଲୋ, ତୋ ପୁଅ ତ ଠାକୁର ଖାଇବା, ଜୋଇଁ ପୁଅ ଖାଇବା ଖାଇବନି, କୁକୁର ଖାଇବା ଖାଇବନି, କ'ଣ କରିବ? ଆସୁନୁ। ଗୋଟାଇ ଖଣ୍ଡେ ହବ। ଗୋଟା ଖାଇଦେବ, ମୁଁ ଖାଇବିନି। କରିଦେବିନି ନା, ମୁଁ କହିଲି ଗୋଟାଏ ଖାଇବି ଚକୋଲେଟ୍। ଆଉ 2 ପିସ୍ ପକୋଡ଼ା ଖାଇବି, ସେତିକି। ଇଚ୍ଛା ନାହିଁ ଖାଇବାକୁ। ଖାଇବୁ? ଧୋଇ ଦିଅନ୍ତି ପକୋଡ଼ା ଖାଉନୁ? ମୁଁ ଖାଉଛି ଚିକେନ ଆଉ ମଟନ ଚକୁଳି। ଛୁଆ ବେଳ ତାର ସବୁ ଦେଖୁଥିଲୁ, ଆମେ କୁଆଡ଼େ ଗୋଟେ ଯାଇଛୁ ତା ବାହାଘରିଆ, ଏଗୁଡ଼ା କାଢି ସବୁ ଦେଖୁଥିଲୁ। ମୁଁ ଆଈକୁ ଦେଖୁଛି। ତୁ ଆଇକି ଦେଖୁଥିଲୁ? ସେଇଆ ଆଉ। ଏଇଗୁଡ଼ା ତାକୁ କାଢି ଆସେ। ତୁ ସେଥିପାଇଁ ଆକୁ ରଖିଛୁ, ଆସିଛ ନା? ତୁ ମାମୁଁ କୁଆଡ଼େ ଗଲା? ମୁଁ ଯେତେବେଳେ ଖାଏନି ଚିକେନ ପକୋଡ଼ା ହେଲା, ଆଗ ଟମାଟୋ ସବୁ ସୋସାଡ଼ି ଦିଏ, ତାପରେ ଯାଇ ଚିକେନ ପକୋଡ଼ା ଖାଏ। ଆଇ ଖାଇକି 2ଟା ହାଡ଼ ରଖିଲାଣି। ହାଡ଼ ରଖିଛନ୍ତି ଆଇ। ଉଠେ ଆଉ। ସେଇଟା କ'ଣ କି ରାଗ? ଏଇଟା ଭଲ ଲାଗିବ। ସେଟା ପୁଣି ଚୋବେଇ ଖାଇବି। ଏଇଟା ସକ୍ସ ଏରା ବାଗ ଲାଗିବ। ଦାଗ ମାନେ ଟେଷ୍ଟ ଅଛି, ଖାଲି କଣ ବାଘ? ଟିକେ ଥଣ୍ଡା ହେଇଗଲା ପକୋଡ଼ାଟା, ନୁହଁ? ଖାଇଦେଇଥାନ୍ତୁ ସିନା। ତୁ ଖାଇଯାନୁ। ଛୋଟ ହାଡ଼।
ପକୋଡ଼ା ଫକୋଡ଼ା ଖାଇବ ଚିକେନ ଆଣେ ଖାଇବ ପିଠା ଖାଉନ ପିଠା ନା ପିଠା ଚକଟି ଖା ଖରା ଖାଇଲା ଆମେ ଖରା ଖାଇଲା କୋଉଠି ଖାଇଲା ହାଇଲାଣ୍ଡ କାନ୍ଦିକି ଗଲାଟି ଆଉ କଣ ଖାଇଲା ଖାଇନି ଶୋଇଥିଲା ଉଚ୍ଚା ସଞ୍ଜ ପରେ